ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ତରଫରୁ 2024 ସାଧାରଣ ନିର୍ବାଚନ ପାଇଁ ଫ୍ଲାଗ ମାର୍ଚ୍ଚ ସଚେତନତା ରାଲି କରାଯାଇଥିଲା। ଜିଲ୍ଲା ପ୍ରଶାସନିକ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସିନାପାଲି ଥାନା ଅଧିକାରୀ ଶ୍ରୀମତୀ ରଶ୍ମିତା ପ୍ରଧାନଙ୍କ ନେତୃତ୍ୱରେ ପ୍ରଥମେ ସିନାପାଲି ଥାନାରୁ ବାହାରି ନେହେରୁ ମଣ୍ଡପ, ଗୁଡିଆ ଛକ, ତ୍ରିନାଥ ଛକ, ଶ୍ରୀରାମ ଛକ, ଯୁଗେନପଦର, ଭାଟି ଛକ, ଜଗନ୍ନାଥ ଛକ, ନାକା ଛକ, କାପସି ଛକ ଓ ଗୋଡାଲ ଗ୍ରାମରେ ଫ୍ଲାଗ ମାର୍ଚ୍ଚ ସଚେତନତା ରାଲି ପରିକ୍ରମା କରିଥିଲେ। ଚଳିତ ବର୍ଷ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ମେ 13 ତାରିଖ ସିନାପାଲି ଥାନା ଅଧୀନସ୍ଥ 101 ଗୋଟି ସ୍ଥାନରେ କିଭଳି ଶାନ୍ତି ଶୃଙ୍ଖଳା ସହ ନିରପେକ୍ଷ ନିର୍ବାଚନ ହୋଇପାରିବ ସେ ନେଇ ଜନସାଧାରଣଙ୍କୁ ସଚେତନ କରିଥିଲେ। ଏହି ନିର୍ବାଚନ ପାଇଁ ସିନାପାଲି ପୋଲିସ ତରଫରୁ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଏହି ଫ୍ଲାଗ ମାର୍ଚ୍ଚ ରାଲିରେ ସିନାପାଲି ଥାନା ସବ୍ ଇନ୍ସପେକ୍ଟର ମନୋଜ କୁମାର ସାହୁ, ଏଏସ୍ଆଇ ବିଘ୍ନରାଜ ମାଝୀ, ଟାଉନ ହବଲଦାର ଶ୍ରୀଯୁକ୍ତ ଅଭିରାମ ଘିବେଲାଙ୍କ ସमेत ଆଇଟିବିପି ଯବାନ ଇନ୍ସପେକ୍ଟର ଖାଲିଫ ଖାନ ଓ ତାଙ୍କ ସାଥେ 40 ଜଣ ଆଇଟିବିପି ଯବାନ ଅସ୍ତ୍ରଶସ୍ତ୍ର ଧରି ସାମିଲ ଥିଲେ। देखो आम जो आगामी निर्वाचन अच्छी एक संगे आम लोकसभा और विधानसभा दुईट निर्वाचन होम अंचल मे 13 तारिख दिन भोट ग्रहण हम से सीआई निर्देश क्रमे आम उच्च अधिकारी निर्देश क्रमे आज सिनापाली थाना अंचल सिनापाला जाता सब विभिन्न प्रकार जहाँ गाइडलाइन अच्छी सीआई कॉन्फिडेंस बिल्डिंग मेजर एमती जनसाधारण एक अबाध निरपेक्ष निर्वाचन हो पारे से पुलिस प्रशासन तत्पर अच्छी आम फोर्स आथेष रूप में आम पाखे मौजूद अच्छी जेकोसी परिस्थिति मुकाबला करने प्रस्तुत अच्छे। नूआपड़ा जिल्लारू जगन्नाथ सागर रिपोर्ट ओडिशा हाइलाइट समाचार।